ନିଜକୁ ତୁମେ ଠକୁଛ ଆଉ କାହାକୁ ଠକୁନା। ସିଫ୍ଟିଂ ଅଫ୍ ରେସ୍ପନ୍ସିବିଲିଟି ସିଫ୍ଟ କରୁଛ। ତା ପାଇଁ ଏମିତି ହେଇଗଲା, ବାପା ମା ମତେ ପଢେଇଲେ ସେମାନଙ୍କ ଜୀବନକୁ ନଷ୍ଟ କରିଦେଲେ, ତା ପାଇଁ ଏମିତି ହେଇଗଲା, ତା ପାଇଁ ସେମିତି ହେଇଗଲା। ନା, ତୁମେ ନିଜେ ତୁମର ବର୍ତ୍ତମାନ ଯାହା ଅଛ ସେଥିପାଇଁ ତୁମେ ନିଜେ ଦାୟୀ ଏବଂ ତୁମ ଭିତରେ ଶକ୍ତି ମଧ୍ୟ ଅଛି ଭବିଷ୍ୟତକୁ ସୁଧାରିବା, ଦେଶକୁ ଆଗକୁ ନେବାର। ସ୍ୱାମୀ ବିବେକାନନ୍ଦ ସ୍ୱପ୍ନ ଦେଖିଥିଲେ ଚରିତ୍ର ଗଠନ, ମଣିଷ ହୁଅ, ସତ୍ୟ ଶାନ୍ତି ଦୟା କ୍ଷମା। ଯୋଉ ସାର କହିଲେ ଧର୍ମର ସାର। ବଚନରେ ସତ୍ୟ ରହୁ, ହୃଦୟରେ ଶାନ୍ତି ରହୁ, ପ୍ରାଣୀଙ୍କ ପ୍ରତି ଦୟା ରହୁ ଏବଂ ଦଣ୍ଡିବା ଶକ୍ତି ଥାଇ ମଧ୍ୟ କ୍ଷମାଚରଣ କର। ଏଇଟା ହଉଛି ଧର୍ମ। ଧର୍ମ ହିନ୍ଦୁ ଧର୍ମ ନୁହେଁ, ମୁସଲମାନ ଧର୍ମ ନୁହେଁ, ଖ୍ରୀଷ୍ଟିଆନ ଧର୍ମ ନୁହେଁ। ଧର୍ମ ହଉଛି ସ୍ୱଭାବ। ଯେମିତି ଜଳର ସ୍ୱଭାବ ତଳକୁ ଗଡ଼ିଯିବା, ଜଳର ସ୍ୱଭାବ ଯେମିତି ଶୀତଳତା, ଅଗ୍ନିର ଧର୍ମ ଯେମିତି ଉଷ୍ଣତା ଉପରକୁ ଉଠିବା, ସେମିତି ଆମର ଧର୍ମ କଣ? ସତ୍ୟ ଶାନ୍ତି ଦୟା କ୍ଷମା, ସତ୍ୟ ଜ୍ଞାନ ଆନନ୍ଦ। ଏଇଟା ହଉଛି ଆମର ଧର୍ମ। ଖ୍ରୀଷ୍ଟିଆନ, ହିନ୍ଦୁ। ସୂର୍ଯ୍ୟ ଗୋଟିଏ, ଚନ୍ଦ୍ର ଗୋଟିଏ, ଆକାଶ ଗୋଟିଏ। ତୁମେ ଭଗବାନଙ୍କୁ ଭାବ କରିଦେବ, ମଣିଷକୁ ତୁମେ ଭାବ କରିଦେବ। ମୁଁ ଏବେ ଆହ୍ୱାନ କରୁଛି ଏ ଦେଶର ନେତୃତ୍ୱକୁ, ଏ ଦେଶର ସମସ୍ତ ସାଧୁ ସନ୍ତଙ୍କୁ ଆହ୍ୱାନ କରୁଛି, ଧର୍ମର ବାସ୍ତବିକ ତତ୍ତ୍ୱକୁ ଜାଣ, ପ୍ରକୃତ ଗୁରୁ ହୁଅ, ଗୁରୁଙ୍କ ଶରଣାଗତି ଯାଅ। ଆଗ ରାଜାମାନେ ଯୋଉ ଶାସନ କରୁଥିଲେ ତାଙ୍କ ପଛରେ ରାଜ ପୁରୋହିତ ଥିଲେ, ଯୋଉମାନେ ବି ସାଧୁ ସନ୍ଥ ଥିଲେ, ସେମାନେ ରାଜାଙ୍କୁ ବଦଳୁଥିଲେ କଣ ପଛରେ ଯିବ। ଏବେ ନେତୃତ୍ୱ କଣ ଅଛି? ମନମାନି ଚାଲିଛି, କ୍ଷୁଦ୍ର ସ୍ୱାର୍ଥ ପାଇଁ ଜଣେ ଅନ୍ୟକୁ କେବଳ ଦୋଷ ଦେଇ ଚାଲିଛି। ତେଣୁ ନେତୃତ୍ୱକୁ ଆମକୁ ସମ୍ଭାଳିବାକୁ ହବ, ତୁମକୁ ସମ୍ଭାଳିବାକୁ ହବ। ଦେଶ ଭଲ ନେତା ହୁଅ, ଡାକ୍ତର ହୁଅ, ଇଞ୍ଜିନିୟର ହୁଅ, ବୈଜ୍ଞାନିକ ହୁଅ, ଆର୍ଟିଷ୍ଟ ହୁଅ, ଖେଳାଳି ହୁଅ, ମନା ନାହିଁ, କିନ୍ତୁ ଭଲ ନେତା ହୁଅ। ଦେଶର ବାଗଡୋର ତୁମେ ନିଜ ହାତରେ ସମ୍ଭାଳ ସବୁ। এইটা হচ্ছে বর্তমান সময়ের আহ্বান। এবে হসি খেলিকি জোক শুনবার বেলা নাই, সাংঘাতিক সময় আছে। দেশ বর্তমান কুয়াড়ে যাচ্ছে দেখ, পৃথিবী কুয়াড়ে যাচ্ছে দেখ, বিশ্ব কুয়াড়ে যাচ্ছে দেখ। সমস্ত ভার্চুয়াল ওয়ার্ল্ডে ব্যস্ত, আনন্দর সন্ধানে সমস্ত ব্যস্ত। সকালে উঠে আমি আনন্দ চাহ, সুখ চাহ, মোবাইল খোল, দেখ, ভাল জিনিস খাও, ভাল জিনিস পিন্ধ, আনন্দর সন্ধান চালিছি। কিন্তু দশকু যেতে কুটিলে মধ্য চাউল মিলব কি? প্রকৃত সার, প্রকৃত তত্ত্ব ভিতরে আছে। প্রত্যাহার সে তোমাকে সমস্ত কইলে ভিতরু বাহারু ভিতরକୁ আস, মনକୁ ବାହାରେ ବୁଲେକୁ ନ ଦେଇ ଭିତରକୁ ଆଣ। ସାର ତତ୍ତ୍ୱ ସବୁବେଳେ ଭିତରେ ଥାଏ, ନଡ଼ିଆର ବାସ୍ତବିକ ସାର ତତ୍ତ୍ୱ ଭିତରେ ଥାଏ, ଫଳର ସାର ତତ୍ତ୍ୱ ଭିତରେ ଥାଏ। ବାହାରେ ଭୁଲ ନାହିଁ, ବାହାରେ ଭୁଲ ନାହିଁ, ভ্রমণে পড়ো নাহি। সত্যকে অন্বেষণ কর, সত্যকে খোঁজা, সত্যের প্রতিষ্ঠিত হো। এইটা হচ্ছে জীবনের লক্ষ্য। স্বামী বিবেকানন্দ କହିଛନ୍ତି, হে ভারত, ভুল নাহি তুম নারী জাতির আদর্শ সীতা, সাবিত্রী, দময়ন্তী। ভুল নাহি তোমার উপাস্য উমাপতি, সর্বত্যাগী শঙ্কর। ভুল নাহি নিচ জাতি তোমার ভাই। হে বীর সাহসী হো, গর্বরে কহ মু ভারতবাসী। সমগ্র ভারতবাসী মোর ভাই ভৌণী। তেণু বর্তমান মানব জাতির ইতিহাসের মহান নরনারীଙ୍କ ମଧ୍ୟରେ যদি কৌশি প্রেরণা বিশেষ শক্তি সঞ্চার করে তবে তা হচ্ছে আত্মবিশ্বাস। প্রথমে নিজ উপরে বিশ্বাস রখ, তারপরে ভগবান উপরে বিশ্বাস রখ। যে নিজ উপরে বিশ্বাস রখে না তাকে ভগবান মধ্যে সাহায্য করতে না। প্রথমে নিজ উপরে বিশ্বাস রখ। জনে যদি ইন্টারভিউরে পাস করছি আর জনে ইন্টারভিউতে ফেল হচ্ছে, তার মুখ্য কারণ হলো তার আত্মবিশ্বাস নাই। প্রথমে নিজ উপরে বিশ্বাস রখ। নিজ উপরে কিন্তু বিশ্বাস রাখব ব্রহ্মচর্য, যা ভগবান দিয়েছেন সমস্তଙ୍କୁ, নারীକୁ পুরুষକୁ ব্রহ্মচর্য পালন কর, শক্তিକୁ সংরক্ষণ কর, সংযমিত হো। সেদিন আমি যোগ বিষয়ে আলোচনা করছিলে, আজ আমি বেদান্ত বিষয়ে আলোচনা করি। বেদান্ত মানে হচ্ছে উপনিষদ। তুমি সমস্তে পড়িছ সপ্তম শ্রেণীরে যুক্তি বিজয়ী বালক পড়িছ কি নাই? ওড়িয়া মিডিয়াম যে সমস্তে পড়িছ। যমরাজ এবং নচিকেতাଙ୍କ ମଧ୍ୟରେ କଥାବାର୍ତ୍ତା ହଉଛି। ନଚିକେତା ପଚାରୁଛନ୍ତି, ହେ ଯମରାଜ, ମଣିଷର ମୃତ୍ୟୁ ପରେ କଣ ହୁଏ? କେତେ ଲୋକ କହନ୍ତି ଯେ ସବୁ ଯାକ ସରିଯାଏ, ଆଉ କେତେ ଜଣ କହନ୍ତି ଯେ
ନା କିଛି ରହେ। ଆପଣ ତ ମୃତ୍ୟୁର ଦେବତା, ଆପଣ ସବୁ ଜାଣନ୍ତି। ଆପଣ କୁହନ୍ତୁ, ପ୍ରଥମେ ଯମରାଜ ତାକୁ ପରୀକ୍ଷା କଲେ, ଅନ୍ୟ ସବୁ ପ୍ରଲୋଭନ ଦେଲେ, କହିଲେ ତୁମକୁ ମୁଁ ବହୁତ ଆୟୁଷ ଦଉଛି, ବହୁତ ଧନଜନ ଦଉଛି, ବହୁତ ଗାଈ ଦଉଛି, ବହୁତ ତୁମକୁ ରାଜା ପ୍ରସାଦ ଦଉଛି, ରାଜା କରିଦଉଛି। କିନ୍ତୁ ନଚିକେତା କହିଲେ, ହେ ଯମରାଜ, ଏସବୁ ଆପଣ ଯାହା ଦଉଛନ୍ତି ଏସବୁ କ୍ଷଣିକ, କିଛି ଦିନ ପରେ ସରିଯିବ। ଯଦି ଆପଣ ମତେ ଯୋଗ୍ୟ ମନେ କରୁଛନ୍ତି ଏଇ ବିଦ୍ୟା ମତେ କୁହନ୍ତୁ। ଯମରାଜ ଦେଇଛନ୍ତି। ଯମରାଜ ହଉଛି ଗୁରୁ। ଗୁରୁ ଦେଖନ୍ତୁ, ଗୁରୁ ମା ବାପା ପ୍ରଥମ ଗୁରୁ, ତାପରେ ଶିକ୍ଷକ। କିନ୍ତୁ ଶିକ୍ଷକ ଶିକ୍ଷା ଗୁରୁ, ଆଉ ଗୋଟେ ଜିନିଷ ଅଛି ଦୀକ୍ଷା ଗୁରୁ। ଏଇଟା ଆମକୁ କରିବାକୁ ପଡିବ। ଦୀକ୍ଷା ଗୁରୁ, ଶିକ୍ଷା ଗୁରୁ ମାନଙ୍କୁ ପ୍ରଣାମ, କାହିଁକି ସେମାନେ ଆମକୁ ମଣିଷ କଲେ। କିନ୍ତୁ ଦୀକ୍ଷା ଗୁରୁ ଆପଣଙ୍କୁ ମଣିଷରୁ ଈଶ୍ୱର କରିବେ। ମଣିଷରୁ ଈଶ୍ୱର ଲେଖ ପିଲେ ମନେ ରଖ। ଏଇଠି ଲେଖ ଈଶ୍ୱର, ଗୁରୁ ଏବଂ ଆତ୍ମା ତିନିଟା କହୁଛି, ଭିନ୍ନ ଭିନ୍ନ ନୁହେଁ। ଆତ୍ମା ଭେଦରେ ଭିନ୍ନ, ମାନେ ମୂର୍ତ୍ତି ଭେଦରେ ଭିନ୍ନ। ଈଶ୍ୱର, ଗୁରୁ ଏବଂ ଆତ୍ମା। କାହିଁକି ଈଶ୍ୱର ନିଜେ ଆସିକି ଶିଖେଇ ପାରିବେ ନାହିଁ, ତାଙ୍କୁ ଗୁରୁ ରୂପରେ ଆସିବାକୁ ହୁଏ। ରାମକୃଷ୍ଣ ପରମହଂସ ତାଙ୍କୁ ତୋତାପୁରୀ ଆସିଲେ, ଗୁରୁ ନିଜେ ଖୋଜି ଖୋଜି ଆସନ୍ତି ଶିଷ୍ୟକୁ। ଶିଷ୍ୟର ସେତିକି ଶକ୍ତି ନାହିଁ ଯେ ଗୁରୁକୁ ଚିହ୍ନି ପାରିବ ଏ ସୀମିତ ବୁଦ୍ଧିରେ। ଆମ ନିଜ ବୁଦ୍ଧିରେ ଆମେ ତୁଳନା କରିବା ନା ଗୁରୁକୁ। ଆମର କଣ ଶକ୍ତି ଅଛି? ଗୋଟେ ପିଲା ଗୋଟେ ପ୍ରଥମ ଶ୍ରେଣୀ ପଢିଥିବ, ସେ ଏମଏ କ୍ଲାସର ଟିଚରକୁ କଣ ବୁଝିବ ସେ? ତେଣୁ ଗୁରୁ ନିଜେ ଶିଷ୍ୟ ପାଖକୁ ଆସନ୍ତି। ତୋତାପୁରୀ ଆସିଥିଲେ ରାମକୃଷ୍ଣଙ୍କ ପାଖକୁ। ତେଣୁ ଗୁରୁ କିଏ? ଶ୍ରୁତ୍ରିୟ ଏବଂ ବ୍ରହ୍ମନିଷ୍ଠ, ମାନେ ବେଦର ଜ୍ଞାନ ଥିବ ଆଉ ବ୍ରହ୍ମଙ୍କୁ ଅନୁଭବ କରିଥିବ। ଥିଓରି ଏଣ୍ଡ ପ୍ରାକ୍ଟିକାଲ ବୋଥ୍। ଇଏ ହେଉଛନ୍ତି ଗୁରୁ। ଖାଲି କହିଦେଲେ ହବ ନାହିଁ, বা ଜାଣିଥିଲେ ଯଦି ବୁଝେଇ ହବ ନାହିଁ। ଗୋଟେ ଭଲ ଷ୍ଟୁଡେଣ୍ଟ ଗୋଟେ ଭଲ ଟିଚର ହବ କିଛି ମାନେ ନାହିଁ। ପଢିବାର ଗୋଟେ କଳା ଅଛି, ପଢିବାର ଗୋଟେ କଳା ଅଛି। ତେଣୁ ଗୁରୁ କିଏ? ଯିଏ ବେଦର ସବୁ ଜିନିଷକୁ ବୁଝିଛନ୍ତି, ଯୁକ୍ତି ତର୍କ ଦ୍ୱାରା ଶିଷ୍ୟକୁ ବୁଝେଇ ପାରିବେ ଏବଂ ନିଜେ ଅନୁଭବ କରିଛନ୍ତି ଯେ ଭଗବାନଙ୍କୁ ଦେଖିଛନ୍ତି। ବିବେକାନନ୍ଦ ପଚାରିଲେ ରାମକୃଷ୍ଣଙ୍କୁ, ଆପଣ କଣ ଭଗବାନଙ୍କୁ ଦେଖିଛନ୍ତି?